ସଂଗ୍ରହ କରିକି ଆସିଲୁ କାଠର କାରଣ କ'ଣ ନା ଆଜି ଆମେ ଗୋଟେ ଏକ୍ଜାକ୍ଟଲି ପରଫେକ୍ଟଲି ଫିଷ୍ଟର ପ୍ରୋଗ୍ରାମ ରଖିଛୁ। ଆପଣମାନେ ଦେଖିପାରୁଥିବେ ଆମର ସାଙ୍ଗସାଥି କ୍ୟାଟାଗୋରୀ ଯେ ଜିତେନ୍ଦ୍ର ଭାଇ ଆମର ମାଷ୍ଟର, ଅରୁଣ ଭାଇ ଅଛନ୍ତି ପକଡ଼ା ମାଷ୍ଟର, କୌରବ ହରି ଆମର ଅଛି କଟିଂ ମାଷ୍ଟର, ଆଉ ଅଜୟ ଆମର ସର୍ବେ ସର୍ବା ମାଷ୍ଟର। ସବୁ ମାଷ୍ଟର ସଂଘ ଆଜି ଗୋଟେ ଫିଷ୍ଟ ପ୍ରୋଗ୍ରାମ ହଉଛି। ଆଉ ଗୋଟେ ପାଣ୍ଡା ଗୋଟେ ଅଛି, ପାଣ୍ଡା ଆଉ ଇଏ ଆମର ମେଗା ମାଷ୍ଟର। ଏମିତି କିଛି ଆଜିର ରହସ୍ୟ ଅଛି। ଅଦ୍ଭୁତ ଭାଇ ଆମର ଗାଳୁଛନ୍ତି କାଠ ତ ଯେତିକି ହବା କଥା ତାଠୁ ଅଧିକ ଆମେ ସଂଗ୍ରହ କରିନେଲୁ। ତା ସହିତ ଆମର ପତ୍ର ବି ଦେଖୁଥିବେ ଇମର୍ଜେନ୍ସି ପାଇଁ ବହୁତ ପତ୍ର ବି ଅଛି। ଭାଇ ଚିକେନ ମାଷ୍ଟର ଘାଣ୍ଟୁଛନ୍ତି। ଏହି ଚିକେନ ଆଜି ପକୋଡ଼ା ପାଇଁ ବୋଲି ପ୍ରଯୁଜ୍ୟ ଚିକେନ, ପୁରା ପରଫେକ୍ଟ ଚିକେନ ଆସିଛି 4 କିଲୋ। ତା ସହିତ ପୁରା ମିକ୍ସ ହେଇଯାଇଛି। ହଁ, ଲେଗ୍ ପିସ୍ ତା ସହିତ ପୁରା ମାଂସାଳ ପିସ୍ ଏବଂ ହାଡ଼ ପିସ୍ ବି ମଧ୍ୟ ରହିଛି ଏଥିରେ। ଆଉ ପବନ ବି ଖାଲି ଗୋଟେ କୁକୁଡ଼ାଟେ ବାଡ଼ିଲା ବାକି ଦେଖିପାରୁଥିବେ ପବନ କୋଉ ଦିଗରେ ବହୁଛି, ପୂର୍ବରୁ ପଶ୍ଚିମ ଦିଗରେ ପବନ ହେଉଛି। ସେଥିଲାଗି ଆମେ ତାକୁ ତେଲ ଏବେ ଗରମ ଚାଲିଛି ଆଉ କାଟାକାଟି ଚାଲିଛି। ଆଜି ଯେହେତୁ ବୁଲି ଦେଖିପାରୁଥିବେ ସାଠୁ ବୁଲି ଖେଳ ସରିଲା। ବୁଲି ଖେଳ ପରେ ଆମର ଇଏ ଏବେ ଫୁଲି ଖେଳ ଚାଲିବ। ସେଥିପାଇଁ ବୋଲି ଆମେ ଆଜି ଷ୍ଟାର୍ଟ କରିଦେଲୁଣୁ। ଚାଲନ୍ତୁ ଆଜିର ଆଇଟମ୍ କ'ଣ? ଭାତ, ପକୋଡ଼ା, ମାଛ, ଏହି ସବୁ 4-5ଟି ସାମଗ୍ରୀକୁ ନେଇକି ଆଜିର ପ୍ରୋଗ୍ରାମ। ତ ଚାଲନ୍ତୁ ଆଗକୁ ବଢ଼ିବା ଏବଂ କ'ଣ ହେଉଛି ଦେଖିବା ହେଲା। ଆପଣମାନେ ଦେଖିପାରୁଥିବେ ଆମେ ଏବେ କାକୁଡ଼ି, ଟମାଟୋ, ପିଆଜ ସବୁକିଛି ନେଇକି ଆସିଛୁ ସାଲାଡ଼ ପାଇଁ। ଏବଂ ମୋ ସାଙ୍ଗେ ଏବେ ଚାଖୁଛନ୍ତି, ଆମର ସାଙ୍ଗେ ଚାଖୁଛନ୍ତି କାହିଁକିନା ଆଗେ ଚାଖିବାରେ ବହୁତ ମାହିର କଟିଂ ମାଷ୍ଟର, କପଡ଼ା କଟିଂ ମାଷ୍ଟର, ଟେଲର ଦୋକାନ ବି ସୁରଟରେ ଚାଲିଛି ଆମର। ତ ଆଜି କେମିତି ଲାଗିଲା ଦେଖନ୍ତୁ। ପକୋଡ଼ା ଏବେ ଆମର ବନା ସରିଛି। ଆଉ ସାଙ୍ଗେ ପକୋଡ଼ା କେମିତି ହେଇଛି? ହଉ କେମିତି ହେଇଛି? ତ ଆମର ପିଲାମାନେ କହୁଛନ୍ତି ଯେ ବହୁତ ବଢ଼ିଆ ହେଇଛି। କାହିଁକିନା ଅରୁଣ ଭାଇ ପକୋଡ଼ା ମାଷ୍ଟର ଯେହେତୁ, ତ ବହୁତ ବଢ଼ିଆ ହେଇଛି। ହାଡ଼ ପିସ୍, ମାଂସ ପିସ୍ ସବୁକିଛି ଅଛି, ଚଟଣି ଅଛି, ଚାମଚ ଏବଂ ଆଜି ଆମର ସାଲାଡ଼ ତିଆରି କରିବାରେ ବ୍ୟସ୍ତ। ତ ଏସବୁକୁ ନେଇକି ଆଜିର ପ୍ରୋଗ୍ରାମ। ଚାଲନ୍ତୁ ଆଗକୁ ବି ଦେଖିବା ଆଉ କ'ଣ କରିବା।